ନମ୍ବର 1 ଟି20 ବିଶ୍ୱକପ୍ ଫାଇନାଲ ଜିତି ବିଶ୍ୱ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି ଟିମ୍ ଇଣ୍ଡିଆ। ରବିବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଏହି ମହାମୁକାବିଲାରେ ବିରୋଧୀ ନ୍ୟୁଜିଲାଣ୍ଡ ଆଗରେ 255 ରନ୍ର ବିଶାଳ ସ୍କୋର ଛିଡ଼ା କରିଥିବା ଭାରତ ଏହାର ଜବାବରେ 100 ରନ୍ ମଧ୍ୟରେ ନ୍ୟୁଜିଲାଣ୍ଡ ଅଧା ଟିମ୍ ୱିକେଟ୍ ହରାଇଥିଲା। ଫଳରେ ଧୀରେ ଧୀରେ ଦଳ ଉପରେ ଚାପ ପଡ଼ିବାରେ ଲାଗିଥିଲା। ଶେଷରେ 19 ଓଭରରେ ଦଳ 159 ରନ୍ ଅଲ୍ ଆଉଟ୍ ହୋଇଯାଇଥିଲା। ଏଣୁ ଭାରତ 96 ରନ୍ର ବିଶାଳ ରନ୍ରେ ବିଜେତା ହେବାର ଗୌରବ ଅର୍ଜନ କରିଛି। ନମ୍ବର 2 ଇରାନ ଯୁଦ୍ଧକୁ ନେଇ ଭାରତର ବଡ଼ ନିଷ୍ପତ୍ତି। ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବଂ ହରମୁଜ ପ୍ରଣାଳୀକୁ ନେଇ ଚାଲିଥିବା ସଙ୍କଟ ମଧ୍ୟରେ ଭାରତ ସରକାର ପାରସ୍ୟ ଉପସାଗରରେ ଫସି ରହିଥିବା ଜାହାଜଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଭାରତୀୟ ନୌସେନାଙ୍କୁ ନିୟୋଜିତ କରିବାକୁ ବିଚାର କରିଛନ୍ତି। ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ ଅନୁଯାୟୀ ଏହି ବିଷୟରେ ନିଷ୍ପତ୍ତି ଆସନ୍ତା 2 ଦିନ ମଧ୍ୟରେ ନିଆଯାଇପାରେ। ନମ୍ବର 3 ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ଓ ସୁଭଦ୍ରା ଚତୁର୍ଥ କିସ୍ତି ପ୍ରଦାନ। ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳାଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ସହ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆୟୋଜିତ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତିର 1 କୋଟିରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ 5,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସମ୍ବଲପୁର ଜିଲ୍ଲା କୋଚିଣ୍ଡା ଟାଉନ୍ ହଲ୍ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ସୁଭଦ୍ରା ଚତୁର୍ଥ କିସ୍ତି ପ୍ରଦାନ କରାଯାଇଛି। ନମ୍ବର 4 ଶୁଭେଚ୍ଛା ଦେଲେ ପିଏମ୍ ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିମ୍ ଇଣ୍ଡିଆକୁ ଟି20 ବିଶ୍ୱକପ୍ ବିଜୟରେ ଶୁଭେଚ୍ଛା ଜଣାଇଛନ୍ତି। ସେ ସୋସିଆଲ ମିଡ଼ିଆରେ ଲେଖିଛନ୍ତି, ଆଇସିସି ପୁରୁଷ ଟି20 ବିଶ୍ୱକପ୍ ଜିତିବା ନେଇ ଭାରତୀୟ ଟିମ୍ ହାର୍ଦ୍ଦିକ ଶୁଭେଚ୍ଛା। ଏହି ଆକର୍ଷଣୀୟ ବିଜୟ ଅସାଧାରଣ କୌଶଳ, ଦୃଢ଼ ସଂକଳ୍ପ ଓ ଟିମ୍ ୱାର୍କର ପ୍ରତୀକ। ସେମାନେ ପୁରା ଟୁର୍ଣ୍ଣାମେଣ୍ଟରେ ଉତ୍କୃଷ୍ଟ ସାହସର ପ୍ରଦର୍ଶନ କରିଛନ୍ତି। ନମ୍ବର 5 ସମ୍ବଲପୁରବାସୀଙ୍କୁ ବଡ଼ ଭେଟି। ସମ୍ବଲପୁରରେ ଖୁବ୍ ଶୀଘ୍ର ଖୋଲିବ ସିଜିଏଚ୍ଏସ୍ ହେଲ୍ଥ ସେଣ୍ଟର। ମିଳିଲା କେନ୍ଦ୍ର ସରକାରଙ୍କ ଗ୍ରୀନ୍ ସିଗ୍ନାଲ। ପ୍ରତିଷ୍ଠା ହେବ ସିଜିଏଚ୍ଏସ୍ ୱାଲନେସ୍ ସେଣ୍ଟର। ସମ୍ବଲପୁରରେ ଏକ ନୂତନ କେନ୍ଦ୍ର ସରକାରୀ ସ୍ୱାସ୍ଥ୍ୟ ଯୋଜନା ୱାଲନେସ୍ ସେଣ୍ଟର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ସବୁ ପ୍ରକାର ଅନୁମୋଦନ ପ୍ରଦାନ କରିସାରିଛନ୍ତି। ଏହା ଖୁବ୍ ଶୀଘ୍ର ସମ୍ବଲପୁରରେ ସ୍ଥାପନ ହେବାକୁ ଯାଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ପରେ ତାଙ୍କୁ ଚିଠି ଲେଖି ସମ୍ପର୍କରେ ସୂଚିତ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଜେପି ନଡ୍ଡା। ନମ୍ବର 6 ଧାର୍ଯ୍ୟ ସୀମାଠାରୁ ଅଧିକ ଭଡ଼ା ଆଦାୟ ବିରୋଧରେ ନିୟମିତ ଯାଞ୍ଚ ହେବ। ଧାର୍ଯ୍ୟ ସୀମାଠାରୁ କୌଣସି ବସ୍ ଅଧିକ ଭଡ଼ା ଆଦାୟ କରିପାରିବେ ନାହିଁ। ଯାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିୟମ ଉଲ୍ଲଂଘନ କରୁଥିବା ବସ୍ ବିରୋଧରେ ମୋଟରଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ରାଜ୍ୟର ବିଭିନ୍ନ ସ୍ଥାନରେ ଆରଟିଓ ଟିମ୍ ବସ୍ ଯାଞ୍ଚ କରିଛନ୍ତି। ନମ୍ବର 7 ସ୍ଥିର ରହିଛି ସୁନା ଓ ରୂପା ଦର। ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର। ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣିନିଅନ୍ତୁ ଆଜିର ସୁନା ଦର। ଆଜି ଭାରତୀୟ ବଜାରରେ 24 କ୍ୟାରେଟ୍ ସୁନା 1,36,640 ଟଙ୍କା ରହିଛି। ସେହିପରି 22 କ୍ୟାରେଟ୍ ସୁନା ଦର 1,50,000 ଟଙ୍କା ଛୁଇଁଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ 24 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମ ପିଛା 1,63,640 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନାର ମୂଲ୍ୟ 1,50,000 ଟଙ୍କା ପହଞ୍ଚିଛି। ସେହିପରି ମୁମ୍ବାଇରେ 24 କ୍ୟାରେଟ୍ର ମୂଲ୍ୟ 1,63,640 ଟଙ୍କା ଓ 22 କ୍ୟାରେଟ୍ର ମୂଲ୍ୟ 1,50,000 ଟଙ୍କା ରହିଛି। ଅନ୍ୟପଟେ ରୂପାର ମୂଲ୍ୟ କିଲୋ ପିଛା 2,85,000 ଟଙ୍କା ହୋଇଛି। ନମ୍ବର 8 ଶଙ୍ଖ ଭବନରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ। ବିଜୁ ଜନତା ଦଳର ରାଜ୍ୟର କାର୍ଯ୍ୟାଳୟ ଶଙ୍ଖ ଭବନରେ ଆଜି ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ବିଜୁ ମହିଳା ଜନତା ଦଳ ପକ୍ଷରୁ ଆୟୋଜିତ ଏହି ସମାବେଶକୁ ଉଦ୍ଘାଟନ କରି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟରେ ବିଜେପି ସରକାରକୁ ଆକ୍ରମଣ କରିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜେପି ସରକାର ସମୟରେ ରାଜ୍ୟରେ ନେତୃତ୍ୱ ସଙ୍କଟ ସୃଷ୍ଟି ହୋଇଛି ଓ ନାରୀମାନଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି। ନମ୍ବର 9 ଝିଅକୁ ବୋଝ ଭାବି କରାଉଛନ୍ତି ବାଲ୍ୟ ବିବାହ। ଦୁନିଆ କ'ଣ ଜାଣିବା ଆଗରୁ ଦୁନିଆର ବୋଝ ସମ୍ଭାଳୁଛନ୍ତି। ଶିକ୍ଷା ସମାପ୍ତ ନ ହେଉଣୁ ସଂସାର ଗଢ଼ୁଛନ୍ତି। ପୁରୀ ଜିଲ୍ଲାର 10 ଭାଗ ଝିଅ ବାଲ୍ୟ ବିବାହ କବଳରେ ରହିଛନ୍ତି। ପୂର୍ବ ତୁଳନାରେ ଜିଲ୍ଲାରେ ବାଲ୍ୟ ବିବାହ ହାର ବୃଦ୍ଧି ପାଇଛି। ଶେଷ ଥର ପାଇଁ 2019 ଓ 21 ମଧ୍ୟରେ ଜାତୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ହୋଇଥିବା ସର୍ବେକ୍ଷଣରୁ ଜଣାପଡ଼ିଛି ଜିଲ୍ଲାରେ 20ରୁ 24 ବର୍ଷ ବୟସ ବର୍ଗରେ ଥିବା 10% ଝିଅ 18 ବର୍ଷ ନ ହେଉଣୁ ବିବାହ କରୁଛନ୍ତି। ନମ୍ବର 10 ନନ୍ଦନକାନନ ଆସିବେ ନୂଆ ଅତିଥି।
ନନ୍ଦନକାନନରେ ଜନ୍ତୁ ଅଦଳ ବଦଳ ଆସିବେ 5 ପ୍ରଜାତିର 11 ଜୀବଜନ୍ତୁ। ପ୍ରଥମ ଥର ଆସିବ ରିଙ୍ଗ ଟେଲ୍ ଲେମ୍ବୁର। ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ନୂଆ ଅତିଥି। ପ୍ରାଣୀ ଉଦ୍ୟାନରେ ଥିବା ଜୀବଜନ୍ତୁଙ୍କ ରକ୍ତ ସମ୍ପର୍କ ବଦଳାଇ ସେମାନଙ୍କୁ ମୃତ୍ୟୁ ସଂଖ୍ୟା କମାଇବା ଏହି ଅଦଳ ବଦଳ ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ। ସେ ଅନୁଯାୟୀ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବିଶାଖାପାଟଣା ସ୍ଥିତ ଇନ୍ଦିରା ଗାନ୍ଧୀ ଚିଡ଼ିଆଖାନା ମଧ୍ୟରେ ଜୀବଜନ୍ତୁ ଅଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି। ନମ୍ବର 11 65 ଦିନ ଯାଏଁ ଯିବନି ଟ୍ରେନ୍। ବିକଶିତ ହେବ ପୁରୀ ଷ୍ଟେସନ। 65 ଦିନ ଯାଏଁ ଟ୍ରେନ୍ ଚଳାଚଳ ହେବ ବାଧାପ୍ରାପ୍ତ। ବିକଶିତ ହେବ ପୁରୀ ରେଳ ଷ୍ଟେସନ। ପ୍ଲାଟଫର୍ମ ନମ୍ବର 7 ଏବଂ 8ରେ ବିକାଶମୂଳକ କାର୍ଯ୍ୟ ସମିତ ଷ୍ଟେସନ ୟାର୍ଡରେ ବାଲାଷ୍ଟଲେସ୍ ଟ୍ରାକ୍ ନିର୍ମାଣ କରାଯିବ। ଯାତ୍ରୀ ସୁବିଧା ଏବଂ କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି କରିବା ପାଇଁ ଷ୍ଟେସନରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟ ଘୋଷଣା କରିଛି ପୂର୍ବତଟ ରେଲୱେ। ଏହି ଅତ୍ୟାବଶ୍ୟକ କାର୍ଯ୍ୟଗୁଡ଼ିକୁ ସହଜ କରିବା ପାଇଁ ଆସନ୍ତା 11 ମାର୍ଚ୍ଚରୁ 16 ମେ ପର୍ଯ୍ୟନ୍ତ ଅନେକ ଟ୍ରେନ୍ ସେବା ଅସ୍ଥାୟୀ ଭାବରେ ଚଳାଚଳରେ ପରିବର୍ତ୍ତନ କରାଯାଇଛି। ଏହି ଅବଧିରେ ଯାତ୍ରୀଙ୍କ ସୁବିଧା ପାଇଁ ସଂକ୍ଷିପ୍ତ ଅବଧି ତଥା ସଂକ୍ଷିପ୍ତ ଉତ୍ତପ୍ତ ଷ୍ଟେସନ ଏବଂ ପୁରୀ ମଧ୍ୟରେ ବସ୍ ସେବା ବ୍ୟବସ୍ଥା ମଧ୍ୟ କରାଯିବ। ନମ୍ବର 12 ଆସନ୍ତା 11 ତାରିଖ ଠାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବ। ଦିନର ତାପମାତ୍ରା 2ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ। ଟିଟିଲାଗଡ଼ ତାପମାତ୍ରା 40 ଡିଗ୍ରୀ ଛୁଇଁଥିବା ବେଳେ ପଶ୍ଚିମ ଓଡ଼ିଶାର ସମସ୍ତ ସହର ଦିନର ତାପମାତ୍ରା 37 ଡିଗ୍ରୀରୁ ଅଧିକ ରହିବ। 12 ତାରିଖରେ ଟିଟିଲାଗଡ଼ ବ୍ୟତୀତ ବଲାଙ୍ଗୀର, ଭବାନୀପାଟଣା, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ, ବରଗଡ଼, ନୂଆପଡ଼ା ଜିଲ୍ଲାର ସର୍ବୋଚ୍ଚ ତାପମାତ୍ରା 40 ଡିଗ୍ରୀ ପାଖାପାଖି ରହିବ। ଭୁବନେଶ୍ୱର, କଟକ ସମେତ ଉପକୂଳ ଓଡ଼ିଶାର ତାପମାତ୍ରା ମଧ୍ୟ 38 ଡିଗ୍ରୀ ଛୁଇଁବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ନମ୍ବର 13 ନିର୍ବାଚନ ଘୋଷଣା ପୂର୍ବରୁ ମମତାଙ୍କ ମାଷ୍ଟର ଷ୍ଟ୍ରୋକ୍। 10ମ ପାସ୍ ବେକାରଙ୍କ ପାଇଁ ମାସିକ 1500 ଟଙ୍କା ଭତ୍ତା ପ୍ରଦାନ। କିଛି ଦିନ ମଧ୍ୟରେ ବଙ୍ଗଳା ବିଧାନସଭା ନିର୍ବାଚନ ଘୋଷଣା ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଯୁବକ ଓ ବେରୋଜଗାରଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଲୋକଙ୍କୁ ସମ୍ବୋଧିତ କରି ମମତା ବାନାର୍ଜୀ ଘୋଷଣା କରିଛନ୍ତି ଯେ ଆଜିଠାରୁ ଅର୍ଥାତ୍ ଶନିବାରଠାରୁ ରାଜ୍ୟର ବେକାର ଯୁବକ ଯୁବତୀମାନଙ୍କୁ ମାସିକ 1500 ଟଙ୍କା ବେକାରୀ ଭତ୍ତା ଦିଆଯିବ। ନମ୍ବର 14 ଦେଶରେ 250 ନିୟୁତ ବେରେଲ ତେଲ ଗଚ୍ଛିତ। ଦେଶରେ 250 ନିୟୁତ ବେରେଲକୁ ଅଧିକ ଅଶୋଧିତ ତେଲ ଏବଂ ବିଶୋଧିତ ପେଟ୍ରୋଲିୟମ ସାମଗ୍ରୀ ମଜବୁତ ରହିଛି। ଏହା ପ୍ରାୟ 4000 କୋଟି ଲିଟର ସହ ସମାନ। ସମ୍ପୂର୍ଣ୍ଣ ଯୋଗାଣ ଶୃଙ୍ଖଳାରେ ଥିବା ତେଲ 7ରୁ 8 ସପ୍ତାହ ବା 2 ମାସ ଚାହିଦା ପୂରଣ କରିପାରିବ ବୋଲି ସରକାରଙ୍କ ଏହି ରିପୋର୍ଟରେ କୁହାଯାଇଛି। ଦେଶରେ 3ଟି ରଣନୈତିକ ତେଲ ଭଣ୍ଡାର ମାଙ୍ଗାଲୁରୁ, ପାରୁଦ ଏବଂ ବିଶାଖାପାଟଣା ଭୂଭାଗରେ ଥିବା ଟାଙ୍କି, ପାଇପଲାଇନ ଏବଂ ଜାହାଜରେ 25 ଦିନ ପାଇଁ ତେଲ ଗଚ୍ଛିତ ଅଛି ବୋଲି ଆଲୋଚନା ହେବା ପରେ ସରକାର ଏହାକୁ ଖଣ୍ଡନ କରିଛନ୍ତି। ନମ୍ବର 15 ନବମ ଦିନରେ ବକ୍ସ ଅଫିସରେ ଧମାକା କଲା ଦ କେରାଲା ଷ୍ଟୋରୀ 2। ଦ କେରାଲା ଷ୍ଟୋରୀ 2 ରିଲିଜ୍ ହେବା ପରଠାରୁ ଚର୍ଚ୍ଚାରେ ରହିଛି। ଫିଲ୍ମଟି ଏହାର ବିଷୟବସ୍ତୁ ଯୋଗୁଁ ବିବାଦରେ ଫସି ରହିଥିଲା। କିଛି ଲୋକ ଏହାକୁ ଏଜେଣ୍ଡା ଫିଲ୍ମ ବୋଲି କହୁଥିଲେ। ଦ କେରାଲା ଷ୍ଟୋରୀକୁ ଭଲ ରୋଜଗାର ମିଳିଛି। ଏବେ ଫିଲ୍ମ ବକ୍ସ ଅଫିସ କଲେକ୍ସନ ବୃଦ୍ଧି ପାଉଛି। ଆସନ୍ତୁ ଦି କେରାଲା ଷ୍ଟୋରୀର କଲେକ୍ସନ ଉପରେ ନଜର ପକାଇବା। ଦ କେରାଲା ଷ୍ଟୋରୀ 2ର ଦ୍ୱିତୀୟ ଶନିବାର 3.75 କୋଟି ଟଙ୍କା ସଂଗ୍ରହ କରିଛି। ଫିଲ୍ମର ଦ୍ୱିତୀୟ ଶନିବାର କଲେକ୍ସନର ସରକାରୀ ସଂଖ୍ୟା ଏପର୍ଯ୍ୟନ୍ତ ଉପଲବ୍ଧ ନାହିଁ। ତଥାପି ଯଦି ଫିଲ୍ମଟି ନବମ ଦିନରେ 3.75 କୋଟି ଟଙ୍କା ରୋଜଗାର କରିଛି ତେବେ ଏପର୍ଯ୍ୟନ୍ତ ଏହାର ମୋଟ କଲେକ୍ସନ 29.40 କୋଟି ଟଙ୍କା ରହିଛି। ନମ୍ବର 16 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ଏବଂ ଗ୍ରାମୀଣ ରୂପାନ୍ତର ବିଷୟ ଉପରେ ପର୍ଯ୍ୟବେସିତ ତୃତୀୟ ବଜେଟ୍ ପରିବର୍ତ୍ତ ୱେବିନାରକୁ ସମ୍ବୋଧିତ କରିଥିଲେ। ପ୍ରଯୁକ୍ତି ବିଦ୍ୟା ଏବଂ ଅର୍ଥନୈତିକ ବିକାଶ ଉପରେ ପର୍ଯ୍ୟବେସିତ ପୂର୍ବ ଅଧିବେଶନଗୁଡ଼ିକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବଜେଟ୍ ଗଠନ ଉପରେ ଅଂଶୀଦାରମାନେ ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ। ଏବେ ବଜେଟ୍ ପରି ଦେଶର ଏହାର ପୂର୍ଣ୍ଣ ସମ୍ଭାବକୁ ବ୍ୟବହାର କରିବା ବି ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ ଏବଂ ସେଥିପାଇଁ ଆପଣମାନଙ୍କ ପରାମର୍ଶ ବେଶ ଗୁରୁତ୍ୱପୂର୍ଣ୍ଣ ଏବଂ ସେହି କାରଣରୁ ଏହି ୱେବିନାରଟି ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। ନମ୍ବର 17 ୱାର୍ଲ୍ଡ ଓଡ଼ିଶା ସୋସାଇଟି ଦ୍ୱାରା ଦିଲ୍ଲୀରେ ଶକ୍ତି ଉତ୍ସବ ଆୟୋଜିତ। ୱାର୍ଲ୍ଡ ଓଡ଼ିଶା ସୋସାଇଟି ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସକୁ ଶକ୍ତି ଉତ୍ସବ ନାମରେ ନୂଆଦିଲ୍ଲୀଠାରେ ପାଳନ କରାଯାଇଛି। ଦିଲ୍ଲୀର ଏକ ନମ୍ବର ରାଇସିନା ମାର୍ଗ ସ୍ଥିତ ପ୍ରେସ୍ କ୍ଲବ ଅଫ୍ ଇଣ୍ଡିଆର ସମ୍ମିଳନୀ କକ୍ଷରେ ଏହି ଭବ୍ୟ ସମାରୋହ ହାଇବ୍ରିଡ୍ ଢଙ୍ଗରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ବାସ୍ତବିକ ଢଙ୍ଗରେ ଯୋଗ ଦେଇଥିବା ବେଳେ ଆଭାସୀ ମଞ୍ଚ ଜରିଆରେ ସାରା ବିଶ୍ୱରୁ ବହୁ ଅଗ୍ରଣୀ ନାରୀ ନେତ୍ରୀ, ୱାର୍ଲ୍ଡ ଓଡ଼ିଶାର ସୋସାଇଟିର କର୍ମକର୍ତ୍ତା ଓ ସଦସ୍ୟ, ପ୍ରବାସୀ ଓଡ଼ିଶା ତୁଙ୍ଗ ନେତୃତ୍ୱବୃନ୍ଦ ଏବଂ ଭାରତର ବିଭିନ୍ନ ପ୍ରଦେଶ ତଥା ନମ୍ବର 17
ଆନ୍ତର୍ଜାତୀୟ ମହିଳା ଦିବସରେ ପୁରୀରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ମାତ୍ର 1.5 ବର୍ଷ ଭିତରେ ଆମ ମା'ମାନଙ୍କ ପାଇଁ ସୁଭଦ୍ରା ଯୋଜନାରେ ଏକ ଅଦ୍ଭୁତପୂର୍ବ ପରିବର୍ତ୍ତନର ବାର୍ତ୍ତା ବହ ହୋଇପାରିଛି। ଆଗାମୀ ଦିନରେ ଅଧିକରୁ ଅଧିକ ମା' ଏହି ପରିବର୍ତ୍ତନର ଯାତ୍ରାରେ ସାମିଲ ହେବେ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁଭଦ୍ରା ଯୋଜନା ଅନ୍ତର୍ଗତ ଚତୁର୍ଥ କିସ୍ତି ପ୍ରଦାନ ତଥା ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ କହିଛନ୍ତି। ଏହି ଅବସରରେ ପୁରୀଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଆଜି ଚତୁର୍ଥ ପର୍ଯ୍ୟାୟରେ 1,02,12,665 ଜଣ ସୁଭଦ୍ରା ହିତାଧିକାରୀଙ୍କୁ 5,000 ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି। ନମ୍ବର 18 ଦିଲ୍ଲୀକୁ ମୋଦିଙ୍କ 33,500 କୋଟି ଟଙ୍କାର ଉପହାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାଜଧାନୀ ଦିଲ୍ଲୀରେ 33,500 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହି କାର୍ଯ୍ୟକ୍ରମ ସମୟରେ ଦିଲ୍ଲୀ ମେଟ୍ରୋର ସମ୍ପ୍ରସାରଣ ଠାରୁ ଆରମ୍ଭ କରି ସରକାରୀ କର୍ମଚାରୀଙ୍କ ପାଇଁ ଆଧୁନିକ ଆବାସିକ କମ୍ପ୍ଲେକ୍ସ ପର୍ଯ୍ୟନ୍ତ ଅନେକ ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ମେଟ୍ରୋ କନେକ୍ଟିଭିଟିକୁ ମଜବୁତ କରିବା ପାଇଁ 18,300 କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଆଜିଠାରୁ ଦିଲ୍ଲୀବାସୀଙ୍କ ପାଇଁ 2ଟି ନୂତନ ମେଟ୍ରୋ କରିଡର କାର୍ଯ୍ୟକ୍ଷମ ହେବ।